ଥରେ ଚାଣକ୍ୟ ନିଜ ଘରେ ରାତିରେ ଦୀପ ଲଗାଇ ଆଗାମୀ ଦିନର ରାଜକାର୍ଯ୍ୟ କିପରି ସମ୍ପାଦନ ହେବ ପୂର୍ବ ଦିନଠାରୁ ପ୍ରସ୍ତୁତ କରୁଥିଲେ। ହଠାତ୍ ଶୁଣିଲେ ତାଙ୍କ ଦୁଆର କବାଟ କିଏ ଠକ୍ ଠକ୍ କରୁଛି। ସଙ୍ଗେ ସଙ୍ଗେ ଯାଇ କବାଟ ଖୋଲି ଦେଖିବା କ୍ଷଣି ଦେଖିଲେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ଦୁଆରେ ତାଙ୍କୁ ଅପେକ୍ଷା କରିଛନ୍ତି। ସେ ସସମ୍ମାନେ ହସି ହସି ବନ୍ଧୁକୁ ସ୍ୱାଗତ କଲେ ଆଉ ଆସନ ଅଳଙ୍କୃତ କରିବା ପାଇଁ ବା ଆସନ ଗ୍ରହଣ କରିବା ପାଇଁ ଅନୁରୋଧ କଲେ। ବନ୍ଧୁ ଆସନରେ ବସିବା କ୍ଷଣି ଚାଣକ୍ୟ ଜଳୁଥିବା ଦୀପଟି ଲିଭେଇ ଦେଲେ। ଟିକେ ସମୟ ପରେ ଆଉ ଗୋଟିଏ ଦୀପ ଲଗାଇଲେ। ବନ୍ଧୁକୁ ଏକଥା ଖରାପ ଲାଗିଲା, ହେଲେ ବି ସେଥିପ୍ରତି ଚାଣକ୍ୟ ଧ୍ୟାନ ନ ଦେଇ ବନ୍ଧୁଙ୍କ ସହିତ ସୁଖ ଦୁଃଖ ଭାବର ଆଦାନ ପ୍ରଦାନ ଚଲେଇଥାନ୍ତି। କିନ୍ତୁ ବନ୍ଧୁଙ୍କ ମନରେ ପ୍ରଶ୍ନଟି ଥାଏ ଯେ ଚାଣକ୍ୟ ମୁଁ ଆସିବା କ୍ଷଣି କାହିଁକି ଦୀପଟି ଲିଭେଇ ଦେଲେ। ନିଜର ପ୍ରଶ୍ନକୁ ଉଦ୍ବେଗକୁ ନିଜ ଅଧୀନରେ ନ ରଖିପାରି ବନ୍ଧୁ ଜଣକ ଚାଣକ୍ୟକୁ ପ୍ରଶ୍ନ କଲେ, ବନ୍ଧୁ ମୋର ଗୋଟେ ପ୍ରଶ୍ନର ଉତ୍ତର ଆପଣ ଦେବେ ଏବଂ ମୋତେ ମଧ୍ୟ ସେ ପ୍ରଶ୍ନ ବହୁତ ଖରାପ ଲାଗିଲା। ଚାଣକ୍ୟ କହିଲେ, ତୁମେ ନିଶ୍ଚିତ ହୋଇକି ପଚାରିପାର। ବନ୍ଧୁ ଜଣକ କହିଲେ, ମୁଁ ଆସିବା କ୍ଷଣି ଆପଣ ବନ୍ଧୁର ପ୍ରତ୍ୟେକଟି କାର୍ଯ୍ୟ କରିଛନ୍ତି, ସନ୍ଦେହ ନାହିଁ, ମାତ୍ର ଦୀପଟି ଲିଭେଇ ଦେବାର କ'ଣ କାରଣ ଅଛି ଆଉ ସେଇଟା ମୋତେ ବହୁତ ଖରାପ ଲାଗିଲା। ଚାଣକ୍ୟ ହସି ଦେଇ କହିଲେ, ମୁଁ ଯେଉଁ ଦୀପ ଲଗେଇଥିଲି ସେଇଟା ଥିଲା ରାଜାଙ୍କର। ମୋତେ ସେଇଟା ଦିଆଯାଇଛି ରାଜକାର୍ଯ୍ୟ କରିବା ପାଇଁ। ତୁମେ ବନ୍ଧୁ ହେଉଛ ମୋର, ମୋ ବନ୍ଧୁ ହିସାବରେ ତୁମେ ଆସି ରାଜାଙ୍କ ଦୀପ ଜାଳି ମୁଁ ମୋ ବନ୍ଧୁକୁ ସତ୍କାର କଲେ ରାଜାଙ୍କ ସମ୍ପତ୍ତି ନଷ୍ଟ ହେବ। ତେଣୁ ମୁଁ ରାଜାଙ୍କ ଦୀପଟିକୁ ଲିଭାଇ ଦେଇ ମୋ ନିଜସ୍ୱ ଦୀପ ମୁଁ ଜଳେଇଥିଲି। ଯେହେତୁ ତୁମେ ମୋର ବନ୍ଧୁ ସେଥିପାଇଁ ମୋ ନିଜସ୍ୱ ଦୀପ ମୁଁ ଜଳେଇଲି ଆଉ ରାଜସ୍ୱ ନଷ୍ଟ କଲି ନାହିଁ, ମୋତେ କ୍ଷମା କରିଦେବ। ଏଇ କଥା ଶୁଣି ଚାଣକ୍ୟଙ୍କ ବନ୍ଧୁ ବହୁତ ଖୁସି ହେଇଯାଇଥିଲେ। ଚାଣକ୍ୟଙ୍କ ସଚ୍ଚୋଟତା ଆଗରେ ତାଙ୍କ ମୁଣ୍ଡ ନଇଁ ଯାଇଥିଲା।